ହେଉଛି ମହାନ। ସତ୍ୟକୁ ତ୍ୟାଗ କଲେ ଭୋଗିବାକୁ ପଡ଼େ ନରକ ଯନ୍ତ୍ରଣା, ଆଉ ପଡ଼େ ଯାଇ ସେ ନର୍କର କୁଣ୍ଡରେ। ସବୁ ଜାଣି ଶୁଣି ମଧ୍ୟ କାହିଁକି ସମସ୍ତେ ଭୁଲ କରନ୍ତି ସେ କଥା କେବେ ବି ଭାବି ହୁଏନି। କାହିଁକି ଭୁଲ କରୁଛନ୍ତି? ଏ ଯେମିତି ନିନ୍ଦା ଅହଙ୍କାର ଗର୍ବ କରି କହୁଛି ବଡ଼ ହବ ଏଇ ଦୁନିଆ ଦାଣ୍ଡରେ। ବାବା ଭିତରକୁ ଆସନ୍ତୁ, ବାବା ଭିତରକୁ ଆସନ୍ତୁ। ଓ ଆପଣ ୟାଙ୍କୁ ଭୟ କରୁଛନ୍ତି ନାଇଁ? କିଛି ଭୟ କରନ୍ତୁନି ବାବା, ସ୍ୱାମୀ ପରା ଘରେ ନାହାନ୍ତି, ଭିତରକୁ ଆସନ୍ତୁ। ଲୋଭ ହେଉଛି ମୂର୍ତ୍ତିର କାରଣ ରେ ମା, ଆଉ ମିଥ୍ୟା ହେଉଛି ତା ପଥର ପଥିକ। ଏମାନେ ଯେଉଁ ସ୍ଥାନରେ ପାଦ ଦିଅନ୍ତି ସେ ସ୍ଥାନ ପୁରା ନର୍କପୁରରେ ପାଲଟିଯାଏ। ତୁମେ ଥାଅ, ମୁଁ ବର୍ତ୍ତମାନ ଭିତରକୁ ଆସୁଛି। ରହିଯାଅ ଟିକେ। ଏଇଟା ହେଉଛି ପ୍ରଭୁ ସଂସାର ରକ୍ଷକ ନାରାୟଣଙ୍କ ଉଆସ, ଆଉ ମୋ ପ୍ରଭୁଙ୍କର ବିନା ନିର୍ଦ୍ଦେଶରେ ଅନ୍ୟ ପୁରୁଷ ଏ ଉଆସରେ ରହିବା ଅନୁଚିତ। ଏମିତିରେ ମୋ ପ୍ରଭୁ ଏବେ ଉଆସରେ ନାହାନ୍ତି, ଆଉ ଅନ୍ୟ ପୁରୁଷ ରହିଲେ ଏ ସଂସାରର ସମସ୍ତେ ଗୁଜବ କରିବେ। ସେମାନଙ୍କର ଟାହି ପାଖରେ ଆମେ ସହିପାରିବୁନି। ସେଇଥିପାଇଁ ମୁଁ କହୁଛି ତମେ ଆମ ଉଆସ ଭିତରକୁ ଯାଇପାରିବନି। ସତ୍ୟଭାମା, ସିଏ ହେଉଛନ୍ତି ମୋ ପିତାଙ୍କ ବନ୍ଧୁ, ଆଉ ତାଙ୍କରି ସହିତ ମୁଁ ଯାଇଥିଲି। ଏଥିପାଇଁ ଲୋକମାନେ ମତେ ଗୁଜବ କରିବେ। କାହିଁକି ଗୁଜବ କରିବେ? ଆଉ ଏଥିପାଇଁ ତୁ ବାଧା ଦେବାକୁ କିଏ? ମୁଁ କିଏ ତମେ ଭଲ ଭାବରେ ଜାଣିଛ। କାହିଁକି ଗୁଜବ କରିବେ ଶୁଣିବୁ? କାହିଁକି ନା ସେ ହେଉଛି ଗୋଟେ ଅନ୍ୟ ପୁରୁଷ। ଆମ ଉଆସରେ ରହିଲେ ପ୍ରଭୁ ଜାଣିଲେ ବହୁତ ଅସୁବିଧା ହେବ। ହେଇଯାଉ ଅସୁବିଧା। ଏ ଶୁଣ, ଯଦି ପିତାଙ୍କର ବନ୍ଧୁ ତାହେଲେ ବନ୍ଧୁ ହିସାବରେ ରୁହନ୍ତୁ, ତା ନହେଲେ ଭୁଲିଯିବେ ତାଙ୍କରି ସମ୍ମାନ। ମା ସତ୍ୟଭାମା, ମୁଁ କଣ ଜଣେ ଅସଭ୍ୟ? ମୋର କଣ କିଛି ସତ୍ୟତା ବୋଲି ନାହିଁ? ନଥାଇପାରେ। ସତ୍ୟଭାମା, ଏମିତିରେ ତ ତମ ବେଶ ପୋଷାକରୁ ଜଣା ପଡୁଛି ତମେ ଗୋଟେ ଛଦ୍ମବେଶୀ ଭଳି, ତମେ ଗୋଟେ ଲମ୍ପଟି ଭଳି। କୁହ, ତମେ ଛଦ୍ମବେଶୀ ନୁହଁ ତ କି ଲମ୍ପଟି ନୁହଁ ତ? ଆରେ କୁହ, କୁହ ତମେ କିଏ? ଆଉ ଏଇ ରୁକ୍ମିଣୀ ତୁମକୁ ପ୍ଲାନ କରି ଉଆସକୁ ନେଇ ଆସିନି ତ? ସତ କହୁଛି କି ମିଛ କହୁଛି? ତୁ ସମ୍ପୂର୍ଣ୍ଣ ମିଥ୍ୟା କହୁଛୁ। ମିଛ କହୁଛି? ହଁ ମୁଁ ମିଛ କହୁଛି? ହଁ ମିଛ କହୁଛୁ। ତମେ ମିଛ କହୁଛ। ଚୁପ୍ କର କହୁଛି। ଶୁଣ, ମୁଁ ତମକୁ ସମ୍ମାନ ଦିଏ। ଯଦି ସମ୍ମାନ ଶୁଣିବା ପାଇଁ ଯୋଗ୍ୟ ତାହେଲେ ସମ୍ମାନର କାମ କର। ହେଲେ ଅନ୍ୟ ପୁରୁଷର କଥାରେ ପରିଚାଳିତ ହେଲେ ଏ ସଂସାରର ସମସ୍ତେ କଣ କହିବେ ଜାଣିଛ? କଣ କହିବେ? ଯୋଉ ନାରୀ ଅନ୍ୟ ପୁରୁଷ କଥାରେ ବସ ଉଠୁ ହୁଏ ତାକୁ ସମସ୍ତେ କୁହନ୍ତି ଗୋଟେ ବେଶ୍ୟା, ଗୋଟେ ଚରିତ୍ରହୀନା, ଆଉ ଗୋଟେ କଳଙ୍କିନୀ। ସତ୍ୟଭାମା, ତୁ ମତେ ଚିହ୍ନିଲୁ? ଭଲ ଭାବରେ ଚିହ୍ନିଛି। ତମକୁ ମୁଁ ଭଲ ଭାବରେ ଚିହ୍ନି ସାରିଲିଣି। ତମେ ଆଉ କିଏ ନୁହଁ। ତମେ ହେଉଛ ଗୋଟେ ଛଦ୍ମବେଶୀ, ତମେ ହେଉଛ ଗୋଟେ ଲମ୍ପଟି, ଆଉ ତମେ ଏଇ ରୁକ୍ମିଣୀ ପ୍ରେମରେ ପାଗଳ, ଆଉ ପ୍ରେମିକ ସାଜି ଆସିଛ ମୋହରି ଉଆସକୁ। କହିଲୁ? ନାଇଁ ନାଇଁ, ତୁ କଣ କହିଲୁ? ସିଏ ମୋର ପ୍ରେମର ପୁରୁଷ। ତୁ ଭଲ ଭାବରେ ମନେ ରଖ, ସିଏ ହେଉଛନ୍ତି ମୋର ପିତା। ମୋ ପିତାଙ୍କ ବନ୍ଧୁ ମାନେ ସିଏ ହେଉଛନ୍ତି ମୋର ପିତା। ସତ୍ୟଭାମା, ମୁଁ ତତେ ଭଲ ଭାବରେ ବୁଝାଇ ଦଉଛି, ଏ ତୋର ପିତା ନୁହଁ, ଏ ହେଉଛି ତୋର ପ୍ରେମିକ। ଥରେ ହାତ ଉଠେଇଲ, କ୍ଷମା କଲି। ଦ୍ୱିଥର ହାତ ଉଠେଇଲ, କ୍ଷମା କଲି। ଆଉ ଯଦି 3 ଥର ମୋ ଉପରକୁ ହାତଟା ଉଠିଯାଏ କଣ କରିବୁ? ଉଠିବ ମୋ ହାତ। ରହିଯା ସତ୍ୟଭାମା, ରହିଯା। ଗୋଟିଏ ଜାଗା ଖାଲ ନ ହୋଇଥିଲେ ଆଉ ଗୋଟିଏ ଜାଗା ଅସମ୍ପୂର୍ଣ୍ଣ ଥାଏ।
ଆଉ ସେଇ ଜାଗାଟାକୁ ତୁମେ ହିଁ ପୂରଣ କରିବ। ତା ମାନେ ତମେ କହିବାର ଉଦ୍ଦେଶ୍ୟ ଔଷଧ ଭିତରେ ଥିବା ନିଆଁଟା ଯେତେବେଳେ ସୁଯୋଗ ପାଇଯାଏ ଜାଳି ପୋଡ଼ି ଛାରଖାର କରିଦିଏ ବିଶ୍ୱ ବ୍ରହ୍ମାଣ୍ଡକୁ। ସେଇ ପାଉଁଶ ଗଦାର ଅଗ୍ନି ସାଜି ଜାଳି ପୋଡ଼ି ତତେ ଧ୍ୱଂସ କରିଦେବି ଏ ସାରା ବ୍ରହ୍ମାଣ୍ଡ ପୃଷ୍ଠରେ। ତା ମାନେ ତମେ ଦି ଜଣ ମୋର କଣ କରିବ ତମେ? ତୋତେ ମୁଁ ଆଜି ଜୋଚାରୁଣୀ କରିବି, ଜୋଚାରୁଣୀ। ମୁଁ ତତେ ଭଲ ଭାବରେ କହୁଛି, ଏତେ ବଡ଼ କଥା କହିବା ପୂର୍ବରୁ ତତେ 72 ଥର ଭଞ୍ଚିବା ଦରକାର। ଆଉ ଥରେ ଯଦି କଟୁବାକ୍ୟ ପ୍ରୟୋଗ କରିବ କଣ କରିବ? ଭୁଲିଯିବି ତୁମର ସଉତୁଣୀ ବୋଲି। ସେଇ ଶପଥୁଣୀ ସ୍ନେହ ବୋଲି ଆଜି ମୁଁ ତତେ କେବେ ନ କରିବି କ୍ଷମା। କହ ମୋ କଥାରେ ରାଜି ହୋଇ ଏଇ ରାଜ୍ୟର ଚାକରାଣୀ ହେବୁ ନା କଳଙ୍କିନୀ ସାଜିବୁ? ତମେ ହେଉଛ ମୋର ବଡ଼ ଭଉଣୀ। ମୋ ପ୍ରଭୁ ଏବେ ଉଆସରେ ନାହାନ୍ତି ବୋଲି ଗୋଟେ ଅନ୍ୟ ପୁରୁଷକୁ ନେଇ ଆସି ମୋତେ ଦୋଷାରୁଣୀ କହୁଛି। ପ୍ରଭୁଙ୍କ ଉପରେ ତୋର ଯେତିକି ଅଧିକାର ଅଛି ମୋର ମଧ୍ୟ ସେତିକି ଅଧିକାର ଅଛି। ଆଉ ଶୁଣ, ତୋର ଦ୍ୱାରିକାରେ ଯେତିକି ଅଧିକାର ମୋର ମଧ୍ୟ ସେତିକି ଅଧିକାର। ଆଉ ମୁଁ ଯେହେତୁ ବଡ଼ ମୋର କଥା ମାନି କହ, ଜୋଚାରୁଣୀ ହେବୁ ନା ଚାକରାଣୀ? ମୁଁ ତତେ ହାତ ଯୋଡୁଛି, ତୁ ମୋର ବଡ଼ ଭଉଣୀ। ହେଲେ ଏତେ ବଡ଼ ଅପକର୍ମ କରିବାକୁ ତ ବିବେକ ତତେ ଟିକେ ବାଧା ଦଉନି। କାହିଁକି ବାଧା ଦେବ ବା? କାହିଁକି ବାଧା ଦେବ? ହେଲେ ବଡ଼ ହବୁ ବୋଲି କଣ ଅନ୍ୟ ପୁରୁଷକୁ ମୋତେ ଦେହ ତ୍ୟାଗ କରିବାକୁ ପଡ଼ିବ? ହଁ କରିବାକୁ ପଡ଼ିବ। ରୁକ୍ମିଣୀ ମୋ କଥା ଟିକେ ବୁଝ ଥରେ। ମୁଁ କିଛି ଶୁଣିବିନି। ଆରେ ମୋ କଥା ଟିକେ ଶୁଣ। ସତ୍ୟଭାମା, ମୁଁ ତତେ କହୁଛି ଭଲରେ ଭଲରେ ଆମ କଥାରେ ରାଜି ହେଇ। ତମେ ହେଉଛ ଗୋଟେ ଅନ୍ୟ ପୁରୁଷ। ତମେ ଆମ ଉଆସକୁ ଆସି ଏତେ ବଡ଼ ଚକ୍ରାନ୍ତ କରିବ, ତାହା କେବେ ବି ମୁଁ ତମମାନଙ୍କୁ କ୍ଷମା କରିବିନି। ଦେଖିବୁ ନେତ୍ର ଦେଖିବୁ ମୋର ମାୟାର ଶିକାର ସାଜିବୁ ତୁଟା ଦେଖିବୁ। পতা হরাইবু সন্তান পাইবু, পতা হরাইবু সন্তান পাইবু, নেতুর লোক কথার তারি। রক্ষী পাইবে দৈব বিধাতা লীন হইব জীবন। তুটা দণ্ডালু বেছ ধরিবু তুটা ধরি গলে নেত্র হইযুব রক্ত রক্ষী পারিবু তোহর। তুটা কিনি সাজিবু তুটা দেখিবু নেত্রে দেখি। ମୁଁ ତତେ ହାତ ଯୋଡୁଛି, ହେଲେ ବଡ଼ ଭଉଣୀ ମା ସମାନ। ମୋ ପ୍ରଭୁ ଏବେ ଉଆସରେ ନାହାନ୍ତି ବୋଲି ତୁ ମୋତେ ଦୋଚାରୁଣୀ କରେ ନାଲ। ଶୁଣ, ମୋତେ ତତେ କ୍ଷମା ମାଗୁଛି। ହେ ଭଗବାନ, ମୋ କଥା ମାନି ତୁ ଚାକରାଣୀ ହେଇଯା। ନାଇଁ ମୁଁ କେତେ ବଡ଼ ଖୁସି ଦେ ନା, ମୁଁ ତତେ ହାତ ଯୋଡୁଛି। କାହିଁକି ତୁ ଏତେ ବଡ଼ ଅପକର୍ମ କରୁଛୁ? ତେବେ ଠିକ ଅଛି, ତୋରି କଥା ହେଉ। ବାବା, ମା ସ୍ୱାମୀ ଆସିବା ପୂର୍ବରୁ ଏଇ ସତ୍ୟଭାମାକୁ କଳଙ୍କିନୀ ସଜାଇ ଦିଅ। বা সত্যভামা ଆମ କଥାରେ ରାଜି ହେଇଯା। ହ୍ୟାଲୋ କହ। ମତେ ତ ତୁ କଳଙ୍କିନି ହେବ। ନାଇଁ ମୁଁ ତମ କଥା ହାତ ଭଲରେ ଭଲରେ ମୋ କଥା ଟିକେ ଶୁଣ। ଆରେ ରୁକ୍ମିଣୀ ମୋ କଥା ଟିକେ ଶୁଣ। ତୁ ଏତେ ବଡ଼ ଦଣ୍ଡ ଦେ ନା, ତୁ ଏତେ ବଡ଼। ମୋ କଥା ମାନିବୁ କି ନାହିଁ କହ। ନାଇଁ ମୁଁ ତୋ କଥା କେବେ ବି ମାନି ପାରିବିନି। ତାହେଲେ ଠିକ ଅଛି ବାବା, ଆଉ କାହିଁକି ବିଳମ୍ବ କରୁଛନ୍ତି? ମୁଁ ଯାଇ ଦ୍ୱାର ନିକଟରେ ଜଗି ରହୁଛି। ୟାକୁ ତୁମେ କଳଙ୍କିନୀ ସଜାଇ ଦିଅ।
ଭଲରେ କହୁଛି ନାଇଁ। ଆମ କଥା ରାଜି ହେଇ ନାଇଁ ମୋ କଥା ଟିକେ ଶୁଣ। ନଚେତ ତୁ ଖଳସ୍ତିନି ହବୁ ମୋ କଥା ଟିକେ ଶୁଣ। ହବୁ କଣ ଏଇ ତ କରି ନା ଭଲରେ କହୁଛି ରାଜି ହେଇଯା ମୋ କଥା ତା ନହେଲେ ମୁଁ ନାଇଁ, ନାଇଁ। ମୁଁ ତମ କଥାରେ ରାଜି ରାଜି ତମ କଥାରେ ଆଉ କାହିଁ ଅପେକ୍ଷା କରୁଛ ମୁଁ ମା ତମ କଥାରେ ରାଜି ତୁମ କାମରେ ତୁମେ ଲାଗି ପଡ ମୁଁ ବର୍ତ୍ତମାନ ଅବଶ୍ୟ। ଟିକେ ବିଶ୍ରାମ କରୁଛି ଅବଶ୍ୟ ବାବା ତୁ ଯାହା କଲୁ ଭୁଲ କଲୁ ରୁକ୍ମଣୀ ବଡ଼ ଭଉଣୀ ମା ସମାନ ବଡ଼ ହବୁ ବୋଲି କଳି କଲୁ ସେ ତ ପଦ୍ମ ମଥାରେ ପିନ୍ଧିବୁ ବୋଲି କୋଉ ସଙ୍ଗରେ ଜିଦି କଲୁ ହଁ ମୁଁ ପିନ୍ଧିବି ବରଂ ସେ ତ ପଦ୍ମ ପିନ୍ଧେ এই দ্বারিকার পাটরানী হই তু রহ ହେଲେ ମୁଁ ତତେ ହାତ ଯୋଡୁଛି ମତେ ଦୋଚାରୁଣୀ করে ନାଲ ବରଂ ଚାକରାଣୀ ହେଇଯିବି ମତେ ଟିକେ ରାଜଉଆସରେ ରହିବାକୁ ଦେ। ଠିକ ଅଛି ନିଜ ସ୍ୱଇଚ୍ଛାରେ ଏଥର ମାନିଲୁ ତ ଏ ଦ୍ୱାରିକାର ତୁ କଣ ଚାକରାଣୀ ଆଉ ମୁଁ ପାଟରାଣୀ ମୋ କଥାରେ ବସ୍ କହିଲେ ବସିବୁ ଉଠ କହିଲେ ଉଠିବି ଆଉ କାହିଁକି ରଖିଛୁ ସେ ରାଜକୀୟ ଆଭୂଷଣ ମୁଁ ତତେ ହାତ ଯୋଡୁଛି ଖୋଲି ଦେ ଆଉ ଖୋଲି ଦେବି ଯେ ଖୋଲି ଦେ ସେ ରାଜକୀୟ ଆଭୂଷଣ କଥା ଟିକେ ଶୁଣ ଯାଇ ରହ ତୁ ସେଇ ଅଶ୍ୱଶାଳରେ ହଁ ମୁଁ ଆଉ ପ୍ରତିଦିନ ପ୍ରଭାତରେ ଆସି ଏ ଦ୍ୱାରିକା ନଗର ଝାଡୁ ମାରିବୁ ଆଉ ସମସ୍ତେ ଖାଇ ସାରିବା ପରେ ଯାହା ବଳିବ ତାହା ଖାଇବୁ ଯା ଶୀଘ୍ର କାମ କରିବୁ ଯା हे प्रभु कोठी तमे अदृश्य हे गल देखि पारुछ तमे तमे आज उआसरे नहीं बोली ये अलक्षणी रुक्मिणी मते आज चाकराणी करूची अरे रुक्मिणी ए संसारे आउ केही भौणी बोली विश्वास करिवेनी सामान्य किए धन संपत्ति पाई एते बड़ स्नेह भूली जाई पर पुरुष को नहीं आसी द्वारिकापुरटा को भांगी देलु ना ठीक अच्छे तो कथा निश्चय रखीबी तू बस कहिले बचिबी उठ कहिले उठीबी हेले मुते चाकराणी करे नालो तू जहा कहबू मु तो कथा अक्षरे अक्षरे रखीबी आउ सुन तोर जहा इच्छा कोई द्वारिकापुर रे कर केबे भी आपत्ति करिबिनी आउ जो दिन आपत्ति करिबी तू मते चाकराणी करिबू मु आउ किछि भी कहबिनी कि तू मने रख लो लक्षणी जहा कलु संपूर्ण भूल कलु तू जहा कलु किछि भलो कलुनी तू केबे भी भलो कलुनी ମୁଁ ଭଲ କଲିନି କେବେ ବି ଭଲ अलक्षणी कौन कहलु मु भूल करूची तू ठीक करूचु मु बड़ तू मत असम्मान कलु आज छाड़ी बिनी अलक्षणी आज मु तता
ଜଣକ ପାଇଁ ହାୟ ରେ ସମୟ ତତେ ଭରସା ନାହିଁ ହାୟ ରେ ସମୟ ତତେ ଭରସା ନାହିଁ। ସବୁ କରିବି ଯେତେ ଯାହା ମାଡ଼ ଦଉଛୁ ଦେ, କାହିଁକି ନା ମୋ ପ୍ରଭୁ ପରା ଉଆସରେ ନାହାନ୍ତି। କାହା ପାଖରେ ଗୁହାରି କରିବି? କିଏ ବା ମୋ ଦୁଃଖ ବୁଝିବ? ହେଲେ ମନେ ରଖ ରୁକ୍ମଣୀ, ଆଜି ଯୋଉ କର୍ମ କରିନୁ ଦିନ ଆସିବ ମନେ ପକେଇବୁ ମତେ, ନିଶ୍ଚୟ ତୁ ମତେ ଖୋଜିବୁ, ଆଉ ସେଇଦିନ କାନ୍ଦି କାନ୍ଦି ଲେଖିବୁ, ଲୁହରେ ଲେଖିବୁ ନୂଆ ଭାଗ୍ୟ କେଳେ ଏମିତିକା ଲୁଚ କାଳି ଖେଳ ସପନକୁ ଖୋଜୁ ଖୋଜୁ ବୁଡ଼ି ଯାଏ ବେଳ। ଭାଗ୍ୟ କେଳେ ଏମିତିକା ଲୁଚ କାଳି ଖେଳ ସପନକୁ ଖୋଜୁ ଖୋଜୁ ବୁଡ଼ି ଯାଏ ବେଳ। ସପନଟା ସିନା ରହିଲା ଅଧୁରା ଦୁନିଆରେ କେହି ନାହିଁ ତ ସାହାରା। ସପନଟା ସିନା ରହିଲା ଅଧୁରା ଦୁନିଆରେ କେହି ନାହିଁ ତ ସାହାରା। ଆଜି ଲାଗୁଛି ଯେମିତି ଭାଗ୍ୟ ତ ବେଇମାନି। ବାବା ମା ଦେଖୁଛ ବାବା, ହଁ ଏତେ ଶୀଘ୍ର ସତ୍ୟଭାମା ଆମରି କଥାରେ ରାଜି ହୋଇଯିବ ବୋଲି ମୁଁ ଜମାରୁ ବିଶ୍ୱାସ କରୁନଥିଲି। ମୁଁ ମଧ୍ୟ ବିଶ୍ୱାସ କରୁନଥିଲି ରେ ମା। କେବଳ ତୁମରି ପାଇଁ ବାବା, ଆଉ କଣ? କେବଳ ତୁମରି ପାଇଁ ଆଜି ମୁଁ ପାଉଛି ପାଟରାଣୀର ଆସନ, ଆଉ ମାତ୍ର ବାକି ରହିଛି ସେଇ ସ୍ୱର୍ଗର ଶ୍ଵେତ ପଦ୍ମ ଫୁଲ। ପ୍ରଭୁ ନାରାୟଣ ନେଇ ଆସିଲେ ଏମିତି ଖେଳ ଖେଳିବି, ବାଧ୍ୟ ହୋଇ ପ୍ରଭୁ ନାରାୟଣ ଦେବେ ମୋହରି ହସ୍ତରେ, ଆଉ ପିନ୍ଧିବି ମୋହର ମସ୍ଥାରେ, ବସିବି ଏ ଦ୍ୱାରିକାର ପାଟରାଣୀ ହୋଇ। କାରଣ ମୁଁ ରାଜକନ୍ୟା ରୁକ୍ମିଣୀ ସୁନ୍ଦରୀ। ଗ୍ରହ ମଣ୍ଡଳର ଅଧେଶ୍ୱର ଶନିଶ୍ୱର ମୁଁ। ଆରେ ମନ ଖୋଜୁ ଥାଇ ଯାହ କାଳେ ପ୍ରାପତ ହୁଏ ତାହା। ଅପେକ୍ଷା କର ଶ୍ରୀକୃଷ୍ଣ ମୁରାରୀ ଦେଇଥିଲ ଅପମାନ ମୋହର ଲଲାଟେ। ନେବି ତୁମ ଠାରୁ ମୁଁ ଚରମ ପ୍ରତିଶୋଧ। ଆଉ ତୁମ ଦ୍ୱାରିକାର ପ୍ରଜାମାନେ କାନ୍ଦି କାନ୍ଦି ଚିତ୍କାର କରି କହିବେ, ଏ ଦେଖ ଶ୍ରୀକୃଷ୍ଣ ରଥରେ ଶନି ସାର।